ଆପଣ ନାଁଟା? पप्पू सोरेन। ଆପଣଙ୍କର ଏଇ ଯେଉଁ ପିଲାଟି ଯେଉଁ ଛୋଟ ପିଲାଟି ଜଳରେ ଭାସି ଯାଇଛି ଆଜ୍ଞା। ମରିଯାଇଛି କିଏ ଆପଣଙ୍କର? मोर झील आज्ञा। ଝିଅ आज्ञा କାହିଁକି ତାର ମୃତ୍ୟୁବରଣ କାହିଁକି ହେଇଛି? मृत्युवरण नाई खसी जबार मृत्युवरण कर ଆପଣ କ'ଣ ଭାଇ ଆପଣ ପରିଚୟ? ମୋ ନାଁ ହେଉଛି ରାଧାକୃଷ୍ଣ ବେହେରା, ସରପଞ୍ଚ ପୁଟରା। ଭାଇ ଆଜି ଜନଶୂନ୍ୟଟି ହେଇଛି, ଆଜ୍ଞା, କାରଣ କ'ଣ? ଏହାର କାରଣ ହେଉଛି ଗତ 2 ଦିନ ପୂର୍ବରୁ ଯେଉଁ ଗଣେଶ ପୂଜା ଥାଏ, ଛୋଟ ପିଲାଟି 2 ବର୍ଷର, ସେ ପିଲାଟି ଆଦିବାସୀ ହେଇ ଦ୍ୱନ୍ଦ ଯେଉଁ ମୁକୁଳିଶ ପଞ୍ଚାୟତରେ ସେଠିକି ତା ପିଉସୀ ଘରକୁ ବୁଲିବାକୁ ଆସିଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସେ ପିଲାଟି ପାଦ ଖସି ଯାଇଛି। ମାଆର ଅନ୍ୟମନସ୍କତା ପାଇଁ ପିଲାଟି ନଦୀରେ ଭାସି ଯାଇଛି। ତାପରେ ବି ସରକାରୀ ଯେଉଁ ସମସ୍ତ ଓଭରଡ୍ରାଫ୍ଟିଂ ଟିମ୍, ଫାୟାର ଏବଂ ପୁଲିସର ମିଳିତ ଆନୁକୂଲ୍ୟରେ 3 ଦିନ ଧରି ପିଲାଟି ଖୋଜା ହେଉଥିଲା। କିନ୍ତୁ ଆଜି ଯେଉଁ ମୋ ପଞ୍ଚାୟତର ଯେଉଁ ଦକ୍ଷିଣ ପୁଟରାରେ ବଳରାମ ପଣ୍ଡିତ ବୋଲି ଜଣେ ପିଲାଟି, ସେ ପିଲା ଖବର ପାଇବା ପରେ ଆମକୁ ଖବର ଦେଇଥିଲେ। ଆମେ ଡିପାର୍ଟମେଣ୍ଟକୁ ସମସ୍ତେ ଜଣେଇକି ପୁଣି ପିଲାକୁ ରେସ୍କ୍ୟୁ କରାଗଲା। ସେଥିପାଇଁ ଏ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି ଆଦିବାସୀ ସାଇଡ଼େ। ତେଣୁ ସେ ପିଲାଟି ଯେଉଁ 2 ବର୍ଷର ଝିଅଟି ମୃତ୍ୟୁବରଣ କରିଛି, ତା ପାଇଁ ସମସ୍ତେ ମର୍ମାହତ। ଏଠି ତାକୁ ଦୋଷାରୋପ କାହାକୁ କରିବେ? ଦୋଷାରୋପ ତ କାହାକୁ କହିବା? ଆମେ ସମୟ ଦେଖନ୍ତୁ, ପରିସ୍ଥିତି ଏମିତି ଥିଲା। 6 ଥର ବନ୍ୟାରେ ଆଜି ଆମ ଅଞ୍ଚଳରେ ସମସ୍ତେ ନିସ୍ତବ୍ଧ ହେଇଯାଇଛନ୍ତି। କାରଣ ଯେଉଁ ଧାନ କହିଲେ ଏ ଅଞ୍ଚଳରେ ଏକମାତ୍ର ରୋଜଗାର, ଧାନ ଆଜି ବାରମ୍ବାର ତଳି ପକେଇ ବିଲ ରୁଇ ଲୋକେ ଯେମିତି ହତୋତ୍ସାହ ହେଇଛନ୍ତି, ତା ସହିତ ଇଏ ହେଉଛି ମାନେ ଅତ୍ୟନ୍ତ ଦୁଃଖଦାୟୀ ଘଟଣା। ଇଏ ହେଉଛି, ମୁଁ ତ ଏ ଦୁଃଖ କାହାକୁ ଦେବି? ଏ ଦୁଃଖ ହେଉଛି ଅତ୍ୟନ୍ତ ମର୍ମନ୍ତୁଦ। ତେଣୁ ଏ ଘଟଣା ଆଜି ଏ ଅଞ୍ଚଳର ଶୋକାକଳ ପରିବେଶ ତିଆରି କରିଛି। ତେଣୁ ଏ ପାଇଁ ପାଣିପାଗର ଯେଉଁ ପ୍ରତିକୂଳ ପରିସ୍ଥିତି, ଏ ପାଇଁ ସବୁ କିଛି ଦାୟୀ। ପ୍ରଶାସନକୁ ଆପଣ କ'ଣ କହିବେ? ପ୍ରଶାସନ ଠିକ୍ ସମୟରେ କାମ କରିଛି, କିନ୍ତୁ କ'ଣ କରିବି, ଦୁଃଖ ଯେତେବେଳେ ଆସେ ତାକୁ କେହି ଅଟକାଇ ପାରିବେ ନାହିଁ। ଭାଇ ଆପଣ ପରିଚୟ? अमित कुमार विशाल, मुकुलसी ग्राम पंचायत सरपंच। ଆଜି ଯେଉଁ ଜନଗହଳି ହେଇଛି ଏଠାରେ କାହିଁକି ହେଇଛି? जनगहली होती माने आम जो गणेश पूजा दिन 11टा पाखर दुंद साहिर आदिवासी पिलाटी आसला बुलवाई, दरडार ता घर पीसी घर को आसला बुलवाई। सेठारे गणेश पूजा ता माँ बाहर थिला बेले पूजा को जीव बोली कॉलेज को तांकर नजर टिके हटई जीवार छुआटी मिसिंग थिला। बहुत खोजाखोजी कलु, स्थानीय लोक बहुत खोजी थिले। खोजिला पर किसी उपाय न पाई से मो पाखे दिन 2टा बेले पहुँची थे ग्राम पंचायत ऑफिस रे। जिते ग्राम पंचायत ऑफिस रे पहुँचिले से मत कहले घटना होती। संगे संगे 112 जुगे बस्ता थाना और बस्ता अग्निशम बाहिनी को खबर देती। से मैंने आसिकी खोजाखोजी करते। जो किसी सुफल मिल नाला, आमर तहसिलदार जो बस्ता तहसिलदार अच्छा सुशांत सार, तांको खबर देली जे ओड्राफ टीम रो साहाय्य दरकार। से निश्चित मो कथा रखी ता परदिन सकाळ ओड्राफ टीम पठेई एवं अग्निशम बाहिनी बस्ता एवं उभय स्थानीय लोक मध्य खोजाखोजी करिवार कोनोसी मिली पारि नथिला काली संध्या सुधा। किंतु आज सकाळे 6टा बेले खबर आसिला कि दक्षिण पुटरा जो पुटरा जीपी रे दक्षिण पुटरा एरिया रे से पंडित बाबू घर आग सामने से छोट पिलाटी भासिकी पड़ी नदी रे। सेठू आमे खबर पाई एठारे पहुँचलु एवं स्थानीय पुलिस, बस्ता पुलिस एवं सिंगला पुलिस को खबर देलु। ता सहित ओड्राफ एवं अग्निशम बाहिनी 2 जन सहायता एवं मोर सहकर्मी पुटरा सरपंच राधा भाई, स्थानीय लोक समस्त सहायतार आम सेठारे डेड बॉडी को चिन्हट कर पार्लु एवं उद्धार करी बर्तमान शव व्यवच्छेद आम व्यवस्था करूँ पठे। किंतु यही दायित्वहीनता जो आज गोटे छुआर जीवन जाइए। विगत 2 दिन पूर्वर मुकुलिसी ग्रामर मुकुलिसी जो सरपंच अच्छे जहाँ शुणा कथा से कहले जे तांकर जो पिलाटी जो मृत्युवरण कर 2 वर्ष पिला तांको बापा आ माँ 2 जन घर भितर थिबा सत्ते पहुँचते एवं सेठी कंप्लेन देते जहाँफल कि सी उड्रा टीम को कहते तहसिलदार को कहते जहाँफल कि आज विगत 2 दिन पर तार शवटी आज मिलला।
କିନ୍ତୁ ଉଡ୍ରା ଟିମ୍ ବି ଯେଉଁ ଆସିଥିଲେ ସେ ତ ସବୁ ପାଇନଥିଲେ। ଆଜି ସକାଳେ ଯେଉଁ ଏଠି ପୁଟ୍ରା ଦକ୍ଷିଣ ସାହି ନିକଟତ ଯେଉଁ ଗୋଟେ ନଦୀ ଯାଇଛି ପଳପଳା ନଦୀ, ସେ ପଳପଳା ନଦୀରେ ତାଙ୍କର ଶବଟି ଆଜି ଭାସି ଆସି ଗୋଟେ ଜାଗାରେ ଲାଗିଯାଇଛି। ତ ମୁଁ ଗୋଟିଏ ଉଦାହରଣ ଦେବି, ଯେଉଁ ନିରୀହ ପିଲାର ଜୀବନ ଗଲା ଏଥିରେ ଦାୟୀଦାର କିଏ ହେବେ। ମୁଁ କ୍ୟାମେରାମ୍ୟାନକୁ ମୁଁ ଅନୁରୋଧ କରିବି ସେ ତାଙ୍କର ଯେଉଁ ଆମର ଯେଉଁ ପିଲାର ଜୀବନ ଯାଇଛି ତାକୁ ଟିକେ ଭିଜୁଆଲାଇଜ କରନ୍ତୁ। ବାପା ମା ଯେଉଁ ଅଛନ୍ତି, ଆଜି ଯେଉଁ ଛୋଟ ଛୋଟ ପିଲାର ବାପା ମା ହେଇଛନ୍ତି, ମୁଁ ଗୋଟିଏ ଯେମାନେ ନଦୀ ପାଖ ବନ୍ଧ ପାଖରେ ଯେଉଁ ଘର ଯେମାନଙ୍କର ସେମାନଙ୍କୁ ମୁଁ ଛୋଟିଆ ଅନୁରୋଧ କରିବି, ଆପଣମାନଙ୍କ ପାଇଁ ବଡ଼ ହେଇପାରେ। କାହିଁକି ନା ସେଇ ନଦୀ ପାଖରେ ଯେଉଁ ଘର ଯେଉଁ ଅଛି, ବିଶେଷ କରି ଆପଣମାନେ ସରକାରଙ୍କର ତ ଯୋଜନା ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ। ମୁଁ ସରକାରଙ୍କୁ ପ୍ରଥମ କଥା ଯେଉଁ ନଦୀ ପାଖରେ ଯେଉଁ ଘର ଗୁଡ଼ିକ ଅଛି, ସେ ନଦୀ ପାଖରେ ଯେଉଁ ଘର ଗୁଡ଼ିକ ସେ ତାଙ୍କ ପିଲାମାନେ କେମିତି ସୁରକ୍ଷିତ ଭାବରେ ସେଇ ଜୀବନଯାପନ କରିବେ, କାଳଜୀବିତ କରିବେ, ତା ପାଇଁ ବାଡ଼ ମାଧ୍ୟମରେ ହଉ ବା ଚେନ୍ ମାଧ୍ୟମରେ ହଉ ବା ୱାଲ୍ ମାଧ୍ୟମରେ ହଉ ବା ଜାଲ ମାଧ୍ୟମରୁ ସିଏ ସେଦିରାକୁ ତାଙ୍କର ସୁବ୍ୟବସ୍ଥା କରନ୍ତୁ। ଆଜି ଗୋଟେ ନିରୀହ ଜୀବନ ଚାଲିଗଲା। ଆଜି ମା ବାପର ଯେଉଁ ଦୁଃଖ କଷ୍ଟ, ସେ ଦୁଃଖ କଷ୍ଟ ଆପଣମାନଙ୍କର ପିଲାର ଆପଣ ବୁଝିପାରିବେନି। ଆପଣମାନଙ୍କ ପିଲା ଯଦି ହେଇଥାନ୍ତା ତାହେଲେ ସେ ଜାଣିପାରିଥାନ୍ତେ। ତ ମୁଁ ଏତିକି କହିକି ରଖିବି ଯେ ଆଗାମୀ ଦିନରେ ପ୍ରଶାସନ ଏଥିରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ। ଆଉ ଗାର୍ଡିଆନ ମାନଙ୍କୁ ମୁଁ ସଚେତନ କରୁଛି ନିଜ ପିଲାର ଦାୟିତ୍ୱ ଆପଣ ନିଅନ୍ତୁ। ନାଇଁ କାହିଁକି ଯଦି ଦାୟିତ୍ୱ ଯଦି ନ ନେବେ ତାହେଲେ ପିଲା ଏଇଭଳି ଭାବରେ ଆପଣଙ୍କର ପିଲା ନଷ୍ଟ ହେବ।